ନା ଆମର ବାତ୍ୟା ଓଡ଼ିଶା ଉପକୂଳରେ ପ୍ରାୟ ଦୁଇଟା ସିଜନ୍ ରହେ ଗୋଟା ଏପ୍ରିଲରୁ ଜୁନ୍ ମାନେ ମନସୁନ୍ ଅନସେଟ୍ ପର୍ଯ୍ୟନ୍ତ ଆଉ ଗୋଟେ ଆପଣଙ୍କର ମନସୁନ୍ ୱିଡ୍ରାଲ୍ ବେଳେ ଅକ୍ଟୋବର ନଭେମ୍ବର ଫାର୍ଷ୍ଟ ୱିକ୍ ବା ସେକେଣ୍ଡ ୱିକ୍ ପର୍ଯ୍ୟନ୍ତ କିନ୍ତୁ ଯେତେବେଳେ ଏଇଟା ଏଇ ସମୟଟା ଫେଭରେବୁଲ୍ କଣ୍ଡିସନ୍ ଥାଏ କାରଣ ସି ସର୍ଫେସ୍ ଟେମ୍ପରେଚର୍ ବି ଥାଏ ଆଟମୋସ୍ଫିୟର ହିଟିଂ ବି ଥାଏ ପ୍ଲସ୍ ଆପଣଙ୍କର ଯେଉଁ ଆମର ଯେଉଁ ଜେଟ୍ ଷ୍ଟ୍ରିମ୍ ସେଟା ପୁରା ସାଉଥକୁ ଆସିନଥାଏ କାରଣ ସେଟା ନର୍ଥ ଅଫ୍ ହିମାଳୟ ରହୁଛି ବର୍ତ୍ତମାନ ରହୁଛି ସାଉଥ୍ ଅଫ୍ ହିମାଳୟ ରହୁଛି କିନ୍ତୁ ସେଟା ନର୍ଥ ଆଡ଼କୁ ମୁଭମେଣ୍ଟ କରି ପଳେଇଯାଏ ନର୍ଥ ଆଡ଼କୁ ଗଲେ ଯାହାଫଳରେ କି ଆମର ଏହି ସମୟରେ ଫେଭରେବୁଲ୍ କଣ୍ଡିସନ୍ରେ କିନ୍ତୁ ସେ ଯେଉଁ ହିମାଳୟର ନର୍ଥକୁ ପଳେଇଯାଏ ଜେଟ୍ ଷ୍ଟ୍ରିମ୍ଟା ସେଥିପାଇଁ ଏଇଟା ଆମର ଯେଉଁଟା 1.5 କିଲୋମିଟର 12.5 କିଲୋମିଟର ଭିତରେ ୱିଣ୍ଡର ଯେଉଁ ସିୟର ଭାଲ୍ୟୁ ଡିରେକ୍ସନ୍ ଅଫ୍ ସ୍ପିଡ୍ ହେଉ ବହୁତ କମ୍ ଥାଏ ଆଉ ସେଟା ଯଦି କୌଣସି ଲଘୁଚାପ କ୍ଷେତ୍ର ଫର୍ମେସନ୍ ହେଲା ତା ଦ୍ୱାରା ଯେଉଁ ମାନେ ହିଟ୍ ଜେନେରେଟ୍ ହୁଏ ଲାଟେଣ୍ଟ ହିଟ୍ ସେଟା ତାକୁ ଫେଭର କରେ କମ୍ ଏରିଆ ରଖିବା ପାଇଁ ଏବଂ ତାକୁ ଘନୀଭୂତ କରି ସାଇକ୍ଲୋନ୍ ବା ତାର ହାୟର ଇଣ୍ଟେନ୍ସିଟିକି ଯାଏ ସେଟା କିନ୍ତୁ ଏବେ ବର୍ତ୍ତମାନ ଯେଉଁ ଆପଣ ପାଣିପାଗର ଫୋରକାଷ୍ଟ ଦେଖୁଛନ୍ତି ପ୍ରାୟ ଅଲମୋଷ୍ଟ ଅଲ୍ ମଡେଲ ବେସ୍ଡ ଫୋରକାଷ୍ଟ ତ ମଡେଲର ସେମିତି କୌଣସି ସାମଞ୍ଜସ୍ୟ ନାହିଁ ଦୁଇଟା ତିନିଟା ମଡେଲରେ ଭିନ୍ନତା ରହୁଛି ଆଉ ଘୂର୍ଣ୍ଣିବଳ ଦେଖାଉଛି 12 ତାରିଖ ବେଳକୁ କେରଳ କୋଷ୍ଟରେ ଗୋଟେ ଘୂର୍ଣ୍ଣିବଳ ଦେଖାଉଛି সেটা কুয়াড়ে যাব আরব সাগর যাব কি বঙ্গোপসাগর যাব বা সেটা ঘনীভূত হব এবে স্পষ্ট হইপারিবনি আপনাদের 9-10 তারিখ বেড়ে কারণ যাহা মডেলু জনা পড়ুছি 14-15 তারিখ পূর্ব কৌশি কোষ্টକୁ সে হিট করিবার সম্ভাবনা কম সেপাই 10 তারিখ বেড়ে আপনার চিত্র স্পষ্ট হইপারে যেতবে বিভিন্ন মডেল ইন্ডিকেট করিপারନ୍ତି যে যদি সিস্টম জেনারেট করছি কৌ মানে সি কি যাচ্ছে আইদর আরবিয়ান সি যাচ্ছে বা বে অফ বেঙ্গল যাচ্ছে সেটা স্পষ্ট হইপারিব 9-10 তারিখ বেড়ে কিন্তু এবে কৌশি আকলন সম্ভব হউনি।